नमस्कार। ଏବେ ରାତି ସମୟ ରାତି ଅନେକ ହେଲାଣି ତ ଶୀତ ବି ଲାଗୁଛି ସେଥିପାଇଁ ମୁଁ ଚାଦର ଘୋଡ଼ୁଛି। ତ ଏବେ ଟିକେ ଗରମ ଗରମ ଖାଇବା ପାଇଁ ବି ଇଚ୍ଛା ହେଉଛି। ତ ଗାଁରେ ଏଠି ଚିକେନ ମିଳିବନି, ରାତିରେ ଆଇଁଷ ମିଳିବନି, ସେଥିପାଇଁ କିଛି ସାଧା ଉପରେ ମାନେ ଆଇଟମ୍ କିଛି କରିବା। ତ ଗରମ ଖାଇବା ପାଇଁ ବହୁତ ଇଚ୍ଛା ହେଉଛି। ଚାଲନ୍ତୁ ଦେଖିବା, ମୋ ସ୍ତ୍ରୀ ପାଳଙ୍ଗ ପକୋଡ଼ା। ଆପଣମାନେ ପାଳଙ୍ଗ ପକୋଡ଼ା କେବେ ଖାଇଛନ୍ତି? ଚାଲନ୍ତୁ ଦେଖିବା ପାଳଙ୍ଗ ପକୋଡ଼ା କେମିତି ତିଆରି ହେଉଛି। ଚାଲନ୍ତୁ ଦେଖିବା, ଚାଲନ୍ତୁ। ଏବେ ପାଳଙ୍ଗ ଶାଗଟିକୁ ପାଣିରେ ଭଲ ଭାବରେ ଧୋଇଦେବା। ଧୋଇ ସାରିଲା ପରେ ତାକୁ ଛୋଟ ଛୋଟ କରି କାଟିବା। ଏବେ ଶାଗ କଟା ସରିଛି। ଶାଗ କଟାରେ ଟିକେ ଆରାରୁଟ୍ ପାଉଡ଼ର ଦିଆହେଉଛି। ଆରାରୁଟ୍ ପାଉଡ଼ର ଦେଇକି ତାକୁ ଗୋଳାଯିବ। ଏବେ ପିଆଜ, ଅଦା, ରସୁଣ, ଲଙ୍କା ଏକା ସବୁ ଆମେ କାଟିକି ଦେଉଛୁ ଏଥିରେ। ଆପଣମାନେ ଚାହିଁଲେ ବି ତାକୁ ପେଷ୍ଟ କରିକି ସେଥିରେ ଦେଇକି ଗୋଳେଇବେ। ହଳଦୀ ଚାମଚ ଦେବେ, ଆଉ ସ୍ୱାଦ ଟିକେ ଭଲ ଲାଗିବା ପାଇଁ ଜିରା ବି ଦେବେ, ଆଉ ସ୍ୱାଦ ଅନୁସାରେ ଲୁଣ ଦେବେ। ତାପରେ ଭଲ ଭାବରେ ସବୁଗୁଡ଼ାକୁ ମିକ୍ସ କରିବେ, ମାନେ ଗୋଳେଇ ଦେବେ ଟିକେ। ଗ୍ୟାସରେ ଏବେ ତେଲ କଢ଼ା ବସା ହେଇଛି। ତେଲ ଗରମ ହେବା ପାଇଁ ଗ୍ୟାସ୍ ଲଗା ସରିଛି। ତ ତେଲଟା ଗରମ ହେଲା ପରେ ଏ ଯେ ଆମେ ଗୋଳଉଛୁ ଶାଗ ଆଉ ତାର ମସଲା ସବୁ ସେଥିରେ ପକେଇ ଛଙ୍କା ହେବ। ଏବେ ଛୋଟ ଛୋଟ ସାଇଜ୍ ଯେମିତି ଚାହିଁବେ ସେମିତି କରିପାରିବେ, କଢ଼ାରେ ପକାନ୍ତୁ। ଏବେ ପକୋଡ଼ା ହେଇଗଲାଣି, ତ ତାର କଲର୍ ବି ଆସିଗଲାଣି। ଆଉ ତାକୁ ଛାଙ୍କିକି ପ୍ଲେଟ୍ରେ ରଖା ଚାଲିଛି। ଏବେ ବର୍ତ୍ତମାନ ପାଳଙ୍ଗ ପକୋଡ଼ା ଆମର ପ୍ରସ୍ତୁତି। ଏବେ ତ ପ୍ରସ୍ତୁତ ହେଇସାରିଛି ପାଳଙ୍ଗ ପକୋଡ଼ା। ମୁଁ ଏବେ ଆକୁ ଖାଇବି। ଆପଣମାନେ ବି ଯଦି ଟ୍ରାଏ କରିବା ପାଇଁ ଚାହୁଁଛନ୍ତି ମୋ ସହିତ ଖାଇବା ପାଇଁ, ଖାଆନ୍ତୁ। ଘରେ ବି ତିଆରି କରିକି ଖାଇପାରିବେ। ରହୁଛି, ନମସ୍କାର।